ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଇସ୍ତଫା ଦେଇଛନ୍ତି ଏବଂ ଦଳ ମଧ୍ୟ ଛାଡ଼ିଛନ୍ତି। ତେବେ କ'ଣ ରହିଥାଇପାରେ କାରଣ? ଆମେ ଏନେଇ ଆଲୋଚନା କରିବା। ଆମ ସହିତ ଅଛନ୍ତି ପୂର୍ବତନ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଅଛନ୍ତି। ତେବେ ଦେଖିବାକୁ ଗଲେ ଯେଉଁ ଚର୍ଚ୍ଚା ରହୁଛି ଏବଂ କାହିଁକି ମମତା ମହନ୍ତ ରାଜ୍ୟସଭା ପଦ ଛାଡ଼ିଲେ ଏବଂ ତା ସହିତ ବିଜୁ ଜନତା ଦଳ ମଧ୍ୟ ଛାଡ଼ିଲେ। ଦେଖନ୍ତୁ, ପ୍ରଥମ କଥା ତ ତାଙ୍କୁ ପଚାରିଲେ ବେଟର ସେଟା ହେଇଥାନ୍ତା, କିନ୍ତୁ ଯେହେତୁ ଆପଣମାନେ ପଚାରୁଛନ୍ତି, ମୁଁ ଦେଖନ୍ତୁ ତାଙ୍କ ସାଙ୍ଗରେ ଆଗରୁ ବି ମିଶିଛି ଏବଂ ଏବେ ବି ଆମେ ରଥରେ ଭେଟ ହେଇଥିଲୁ। ସେମିତି ତ ମୁଁ କାହିଁ ଫିଲ୍ କରିପାରିନଥିଲି ମନରେ କୌଣସି ଇଏ ଥିଲା ଭଳିଆ। କିନ୍ତୁ ଆଉ ଗୋଟେ କଥା ହେଉଛି, କିଛି ନା କିଛି ଗୋଟେ ଘଟଣା ଘଟିଥିବ, କେବଳ ଗୋଟେ ନୁହେଁ, ଏମିତି କିଛି ଘଟଣା ଘଟିଥିବା କାରଣରୁ ବି ମୁଁ ଭାବୁଛି ସେ ଇସ୍ତଫା ଦେଇଥିବେ, ଏଥିରେ ସନ୍ଦେହ ନାହିଁ। ବିଭିନ୍ନ କଥା ଆସିଥାଇପାରେ ସେ ଭିତରେ। କୋଉ କଥା ଆସିଥାଇପାରେ? ଦେଖନ୍ତୁ, ପ୍ରଥମ ତ ହେଉଛି ଗୋଟେ ପାର୍ଟିରେ ଯିଏ କାମ କରେ, ପାର୍ଟିରେ ଗୋଟେ ସମ୍ମାନ ବି ଗୋଟେ ସବୁଠୁ ବଡ଼ କଥା। ଆଉ ଯେଉଁପରି ଭାବରେ ବିଜେଡ଼ିରେ ଆଗରୁ ବି ଆମେ କହିପାରିବା ଯେ ତାଙ୍କର ଅର୍ଥାତ୍ କିଛି ନେତା ହିଁ କେବଳ କଣ୍ଟ୍ରୋଲ କରିକି ରଖୁଥିଲେ। ମାନେ ଆପଣମାନେ ତ ନିଜେ ଦେଖିଥିବେ, ବିଜେପିରେ ଯେମିତି ମୁଁ ବା ଅନ୍ୟମାନେ ଯେମିତି ଆମେ ସ୍ପଷ୍ଟ ଭାବରେ ଅନେକ ଜିନିଷକୁ କହୁଥିଲୁ, କିନ୍ତୁ ବିଜେଡ଼ିରେ ସେଇ ସ୍ୱାଧୀନତାଟା ପ୍ରାୟ ନଥିଲା ଭଳିଆ ମୋତେ ଲାଗେ। ଆପଣ ତାଙ୍କ ସହିତ କିଛି ଆଲୋଚନା କରୁଛନ୍ତି? ସେ ବିଷୟରେ କିଛି ଆପଣଙ୍କୁ କହିଥିଲେ କି? ନାଇଁ, ସେ ବିଷୟରେ ଆମେ ଆକ୍ଚୁଆଲି ଏ ବିଷୟରେ ଆମେ କେବେ ଆଲୋଚନା କରିନୁ ବା ସେମିତି ସୁଯୋଗ ବି ମିଳିନି ସେସବୁ କଥା ହେବା ପାଇଁ। କିନ୍ତୁ ମୋତେ ଅନୁମାନ ବା ଗୋଟେ ଫିଲ୍ ଲାଗେ ଯେ ବୋଧେ ଗୋଟେ ସ୍ୱାଧୀନତା ମିଳୁନଥିବ, ଆପଣଙ୍କର ଲେଟ୍ ଡିଷ୍ଟ୍ରିବ୍ୟୁସନ୍ କଥା ବି ଆସିପାରେ। ନିଜ ରାଜ୍ୟସଭା ସାଂସଦ ହିସାବରେ ଠିକ୍ ଅଛି, ଷ୍ଟେଟ୍ କିଛି କରିବ, କିନ୍ତୁ ନିଜର ବି କିଛି ଗୋଟେ ପର୍ସନାଲ ବି କିଛି କେଉଁଠି କିଏ କାହାକୁ କହିଥିବ, କ'ଣ କରିଥିବ, ସେ ଦୃଷ୍ଟିରୁ ବି ସିଏ ବି ଇଏ ହେବା କଥା। ତେବେ ଦେଖିବାକୁ ଗଲେ ବିଜେଡି କିନ୍ତୁ ଅଭିଯୋଗ ଆଣୁଛି ଆପଣଙ୍କ ଦଳ ବା ଜାତୀୟ ଦଳ ହିସାବରେ ଆପଣ ଚକ୍ରାନ୍ତ କରିଛନ୍ତି ଏବଂ ସେ ରାଜ୍ୟସଭା ପଦ ଛାଡ଼ିଛନ୍ତି ଆଉ ଦଳ ମଧ୍ୟ ଛାଡ଼ିଛନ୍ତି। ନାଇଁ, ଚକ୍ରାନ୍ତ ଏଠି କିଏ କ'ଣ ପାଇଁ କରିବ ମୋତେ କହୁନାହାନ୍ତି। କ'ଣ ଆମର ଅସୁବିଧା କେଉଁଠି ଅଛି? ଆଜି ଯଦି ଭାରତୀୟ ଜନତା ପାର୍ଟି ଆମେ ଦେଖିବା, କେନ୍ଦ୍ରରେ ବି ତୃତୀୟ ଥର ପାଇଁ ସରକାର ହେଇଛି, ପୁଣି ରାଜ୍ୟରେ ବି ଆମର ସରକାର ହେଲା। ତେଣୁ ଏଥିରେ କିଛି ଚକ୍ରାନ୍ତ କରିବାର କିଛି ଆବଶ୍ୟକ ହିଁ ନାହିଁ। ଶୁଣନ୍ତୁ, ଇଏ କଥାଟାକୁ ଇଆଡ଼େ ସିଆଡ଼େ ବୁଲେଇବା ପାଇଁ ମୁଁ ତ ଭାବୁଛି ଦରକାର ପଡ଼ିଲେ ବିଜେଡ଼ି ତାର ନିଜର କେଉଁଠି ଗୋଟେ ଦୋଷ ଦୁର୍ବଳଟାକୁ ଘୋଡ଼େଇବା ପାଇଁ ବିଜେପି ଉପରେ ସେଟାକୁ ଠେଲି ଦେଉଛି, କିନ୍ତୁ ସେଟା ମୋତେ କାହିଁ ଲାଗୁନି ସେମିତି। ଆଉ ଦେଖିବାକୁ ଗଲେ ମୁଁ ତ କାଲି ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲି, ସେ ପ୍ରକାର କିଛି ବି କାହିଁ କିଛି ଆଭାସ ବି ନଥିଲା ବା ସେ ପ୍ରକାର କିଛି ବି ଚର୍ଚ୍ଚା ଆଲୋଚନା ବି ନଥିଲା। ଆଉ ଯେହେତୁ ମୁଁ ବି ମୟୂରଭଞ୍ଜରୁ ବିଲଙ୍ଗ କରୁଛି, ସିଏ ବି ମୟୂରଭଞ୍ଜରୁ ବିଲଙ୍ଗ କରୁଛି, ଆଉ ତେଣୁ ମୋତେ କାହିଁ ତ କାଲି ବି ସେମିତି କିଛି ଡିସ୍କସନ୍ ସେ ବିଷୟରେ ହେଉନଥିଲା ବା କିଛି ଆଭାସ ବି ନଥିଲା। ତ ଯାହା ବି ହେଉ, ଯଦି ଏଇଟା ହେଇଥିବ ବ୍ୟକ୍ତିଗତ ସେ କ'ଣ ତାଙ୍କର ଫିଲ୍ କରିଛନ୍ତି ସେଇ କାରଣ କରିଥିବେ। ଆଉ ତେବେ ଦେଖିବାକୁ ଗଲେ ଯେହେତୁ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଯେଉଁ ନମ୍ବର ରହିଛି ଏବଂ ସେଇ ନମ୍ବର ବିଜେପିକୁ ସୁହାଉଛି ଏବଂ ବିଜେପିର ଜଣେ କେହି ବି ରାଜ୍ୟସଭା ଯିବେ, ତେଣୁ ନିଶ୍ଚିତ ରୂପେ ବିଜେପି ହିଁ ଚକ୍ରାନ୍ତ କରିଛି ବୋଲି ବିଜେଡି ଅଭିଯୋଗ ଆଣୁଛି। ନାଇଁ, ସେମିତି ନାଇଁ। ଦେଖନ୍ତୁ, ଆଉ ବର୍ଷେ ଦେଢ଼ ବର୍ଷ ଭିତରେ ଯେମିତି ମନେ କରନ୍ତୁ ମାର୍ଚ୍ଚ 2026ରେ କିଛି ସରୁଥିଲା, ସେତେବେଳେ କ'ଣ ଆଉ ବିଜେପିରୁ ଯାଇପାରିନଥାନ୍ତେ? ଏବେ ତ ଯେହେତୁ ବିଜେପିର ଏଠି ସଂଖ୍ୟା ଗରିଷ୍ଠତା ଅଛି, ସର୍ବନିମ୍ନ ତ ଆମେ ଦୁଇଟା ତ ଆମେ ନେଇପାରିବା, ସେଥିରେ ତ କିଛି ଅସୁବିଧା ନାହିଁ। ଫେର ସପୋର୍ଟ କଲେ କି ଆମକୁ ଆମେ ତିନିଟା ବି ନେଇପାରିବା। ତେଣୁ ସେଟା କଥା ନାହିଁ। କଥାଟା ହେଉଛି ତାଙ୍କ ଭିତରେ କ'ଣ ହେଇଥିବ କ'ଣ ନାହିଁ ସିଏ ବେଟର କହିପାରିବେ। ଆଉ ଖାଲି ବିଜେପି ଚକ୍ରାନ୍ତ କଲା, ବିଜେପି କ'ଣ ପାଇଁ ଚକ୍ରାନ୍ତ କରିବ? ଯଦି କରିଥାନ୍ତା ଇଲେକ୍ସନ ପୂର୍ବରୁ କରିକିରି ଯାହା କିଛି କରିଥାନ୍ତା। ରାଜ୍ୟସଭା ରେସ୍ରେ ଆପଣଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ଦେଖନ୍ତୁ, ଚର୍ଚ୍ଚା ତ ମୋର ବହୁତ କିଛି ହୁଏ, ଆଗରୁ ବି ଇଲେକ୍ସନ ଆଗରୁ ବି ବହୁତ ଚର୍ଚ୍ଚା ହେଉଥିଲା। ତେଣୁ ସେଇଟା ପାର୍ଟି ତାର ବିଚାର କରିବ, ଯଦି ସେ ଉଚିତ ମନେ କରିବେ ହେବ। ନିଶ୍ଚିତ ରୂପେ ଆମ ସହିତ ଅଧିକ ଆଲୋଚନା କରୁଥିଲେ ପୂର୍ବତନ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏବଂ ମମତା ମହନ୍ତଙ୍କର ଯେଉଁଭଳି ଭାବରେ ଇସ୍ତଫା ପରେ ବିଜେଡି ଯେଉଁ ଆଲିଗେସନ୍ ଆଣିଛି ବିଜେପିକୁ ନେଇକି, ତାକୁ ନେଇ ସେ ଏହାକୁ ଖଣ୍ଡନ କରିଛନ୍ତି ଏବଂ ତାଙ୍କର କିଛି ବ୍ୟକ୍ତିଗତ କାରଣ କିମ୍ବା ଦଳୀୟ ଅନ୍ତଃକନ୍ଦଳ ଯୋଗୁଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବିଶ୍ୱେଶ୍ୱର ଟୁଡୁ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ବିନୟଙ୍କ ସହ ଦେବାଶିଷ ସ୍ମଲ୍, କନକ ନ୍ୟୁଜ୍।